ଆମେ ସକାଳୁ ଏତେ ଭାରି ଜଳଖିଆ ଖାଇବୁ ନାହିଁ। ତୁ ଏହି ଅମୃତଭଣ୍ଡା ପରଟା କାହିଁକି ତିଆରି କଲୁ? ଗଲୁ ମୋ ପାଇଁ ସୁଜି ତିଆରି କରିବୁ। କିଏ ଅମୃତଭଣ୍ଡା ପରଟା ଖାଆନ୍ତି କି? ଚମ୍ପା ଦେବୀ ତାଙ୍କ ବୋହୂ ସୁମନକୁ ଗାଳି ଦେଲେ ଏବଂ ସେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ। ସେ ଧୀରେ କହିଲେ, ମମି, ମୁଁ ବହୁତ ସ୍ୱାଦିଷ୍ଟ ପରଟା ତିଆରି କରେ, ସେଥିପାଇଁ ମୁଁ ଏହି ପରଟା ତିଆରି କଲି। ତୁମେ ମୋତେ କାହିଁକି ଗାଳି ଦେଉଛ? ତୁମେ ଏହାକୁ ଥରେ ଟେଷ୍ଟ କରିବା ଉଚିତ। ଗୋଟିଏ ସପ୍ତାହ ପୂର୍ବରୁ ତୁମେ କହିଥିଲ ଯେ ତୁମେ ଜଳଖିଆରେ ଆଳୁ ପରଟା ଖାଇବ। ଯଦି ତୁମେ ଆଳୁ ପରଟା ଖାଇପାରିଥିଲ, ତେବେ ଅମୃତଭଣ୍ଡା ପରଟାରେ କ'ଣ ଅସୁବିଧା ଅଛି? ତାଙ୍କ ଶ୍ୱଶୁର ଦିଗମ୍ବର ବାବୁ କହିଲେ, ବୋହୂ, ମୋତେ ଏହାର ସ୍ୱାଦ ନେବାକୁ ଦିଅ। ଶ୍ୱଶୁର ପ୍ରଥମେ ଟିକେ ଖାଇବା ମାତ୍ରେ ସେ ଚିଲେଇ କରି କହିଲେ, ବୋହୂ, ତୁମେ ବହୁତ ସ୍ୱାଦିଷ୍ଟ ପରଟା ତିଆରି କରିଛ। ଠିକ୍ ସେତିକି ବେଳେ ତାଙ୍କ ନଣନ୍ଦ ଦିଶା କଲେଜ ପାଇଁ ପ୍ରସ୍ତୁତ ହୋଇ ପହଞ୍ଚିଲେ ଏବଂ କହିଲେ, ଭାଉଜ, ଆଜି ପରଟା ଭିନ୍ନ ଦେଖାଯାଉଛି। ପରଟା ଖାଇବା ମାତ୍ରେ ସେ ଖୁସି ହୋଇ କହିଲେ, ବାଃ ଭାଉଜ, ତୁମେ ଏଗୁଡ଼ିକୁ କିପରି ତିଆରି କଲ? ଏଗୁଡ଼ିକ ସ୍ୱାଦିଷ୍ଟ ଦେଖାଯାଉଛି ଆଉ ଲାଗୁଛି ମଧ୍ୟ। ଦୟାକରି ମୋ ସାଙ୍ଗ ପାଇଁ ମଧ୍ୟ କିଛି ପ୍ୟାକ୍ କରିଦିଅ। ଶ୍ୱଶୁର କହିଲେ, ହଁ ଝିଅ, ପରଟା ନେଇଯା। ତୋ ମା ଏଗୁଡ଼ିକୁ ଖାଇବାକୁ ପସନ୍ଦ କରୁନାହିଁ। ସମସ୍ତେ ଅମୃତଭଣ୍ଡା ପରଟାକୁ ପ୍ରଶଂସା କରୁଥିଲେ। ଶାଶୁ କହିଲେ, ଛାଡ଼ ବୋହୂ, ରୋଷେଇ ଘରକୁ ଯାଇ ପୁଣି କାହିଁକି କଷ୍ଟ କରିବୁ? ମୁଁ ମଧ୍ୟ ପରଟା ଖାଇଦେବି। ସୁମନ ଉତ୍ତର ଦେଲା, ନା ମମି, ମୁଁ ଏବେ ତୁମ ପାଇଁ ସୁଜି ତିଆରି କରିଦେବି। ସୁଜି ତିଆରିରେ ବହୁତ ସମୟ ଲାଗୁନି। ଶାଶୁ ଚିଡୁଥିବା ସ୍ୱରରେ କହିଲେ, ଏବେ ମୁଁ ମନା କରୁଛି, ତେଣୁ ଦୟାକରି ରହିଯା। ଏହା କହିବା ପରେ ସେ ଶୀଘ୍ର ପରଟା ନେଇ ଖାଇବା ଆରମ୍ଭ କଲେ। ପରଟା ତାଙ୍କୁ ମଧ୍ୟ ସ୍ୱାଦିଷ୍ଟ ଲାଗିଲା, କିନ୍ତୁ ସେ କହିଲେ, ମୁଁ ମାନୁଛି ଆମର ନିଜର ଅମୃତଭଣ୍ଡା ଗଛ ଅଛି, କିନ୍ତୁ ଏହାର ଅର୍ଥ ନୁହେଁ ଯେ ତୁ କିଛି ବି ତିଆରି କରିପାରିବୁ। ଶ୍ୱଶୁର କହିଲେ, ବୋହୂ, ଏ ପର୍ଯ୍ୟନ୍ତ ମୁଁ କେବଳ କଞ୍ଚା ଅମୃତଭଣ୍ଡା ତରକାରୀ ଏବଂ ହାଲୁଆ ଖାଇଛି। ହଁ, କେତେବେଳେ ମୁଁ ସାଲାଡ ମଧ୍ୟ ଖାଏ, କିନ୍ତୁ ଆଜି ତୁମେ ଅମୃତଭଣ୍ଡାରେ ଏହି ପରଟାକୁ ବହୁତ ସ୍ୱାଦିଷ୍ଟ କରିଛ। ପୁଣି ଏପରି ପରଟା ତିଆରି କରିବ ଏବଂ ତୁମେ ଏଥିରେ ବହୁତ କମ୍ ଘିଅ ବ୍ୟବହାର କରିଛ। ସତରେ ତୁମ ହାତରେ ଯାଦୁ ଅଛି। ଶାଶୁ ତାଙ୍କ ବୋହୂଙ୍କ ପ୍ରଶଂସା ଶୁଣି ରାଗିଗଲେ, କିନ୍ତୁ ବର୍ତ୍ତମାନ ପାଇଁ ସେ ପରଟା ଖାଇବା ଉପରେ ଧ୍ୟାନ ଦେଲେ, କାରଣ ସେଗୁଡ଼ିକ ପ୍ରକୃତରେ ସ୍ୱାଦିଷ୍ଟ ହୋଇଥିଲା। ଦିଶା ମଧ୍ୟ ତାଙ୍କ ଟିଫିନରେ କିଛି ପରଟା ପ୍ୟାକ୍ କରି କଲେଜକୁ ଚାଲିଗଲେ। ଦିଶା ଘରକୁ ଫେରିବା ପରେ ସୁମନ ତାଙ୍କ ରୁମ୍ରେ ବସି ତାଙ୍କର ପ୍ରିୟ ପତ୍ରିକା ପଢୁଥିଲେ। ଦିଶା ତାଙ୍କୁ କୁଣ୍ଢାଇ ପକାଇ କହିଲେ, ଭାଉଜ, ମୋ ସାଙ୍ଗ ତୁମ ହାତ ତିଆରି ପରଟା ଖାଇ ବହୁତ ପ୍ରଶଂସା କରୁଥିଲା। ସେ ରେସିପି ମାଗୁଥିଲା। ଏବେ କୁହ, ତୁମେ କିପରି ପରଟା ତିଆରି କଲ? ସେ ଧୀରେ ଧୀରେ ହସି ଉତ୍ତର ଦେଲେ, ଏହା ବହୁତ ସରଳ। କଞ୍ଚା ଅମୃତଭଣ୍ଡାକୁ ଚାଞ୍ଚି ପ୍ରଥମେ କାଟିଦେବା ପରେ ମୁଁ ଏହାକୁ କୋରିଦିଏ। ତାପରେ ମଇଦାରେ କିଛି ବେସନ, ଖଟା କଞ୍ଚା ଲଙ୍କା, କଟା ଧନିଆ ପତ୍ର, ଟିକେ ଚାଟ ମସଲା, ଜୁଆଣି, ଆମଚୁର ପାଉଡର ଏବଂ ଲୁଣ ମିଶାଇ ସବୁ କିଛି ମିଶାଏ। ପାଣି ଟୋପାଏ ବି ମିଶାଏ ନାହିଁ। ଲୁଣ ମିଶିଯିବା ମାତ୍ରେ ଅମୃତଭଣ୍ଡାରୁ ପାଣି ବାହାରିବା ଆରମ୍ଭ କରେ, ଯାହା ଅଟାକୁ ଏକାଠି କରିବାରେ ସାହାଯ୍ୟ କରେ। ଏହାକୁ ଅଧିକ ଚକଟିବା ଆବଶ୍ୟକ ନାହିଁ। ଏହାକୁ ଶୁଖିଲା ରଖନ୍ତୁ। ତାପରେ ଅଟାକୁ ନେଇ ମୁଁ ପରଠା ଗଢ଼ିଲି। ପରଠା ପ୍ରସ୍ତୁତ ହୋଇଗଲା। ମୁଁ ପରଟା ଏହିପରି ତିଆରି କଲି ଏବଂ ଥରେ ମୋ ବାପା ମାଙ୍କ ଘରେ ମୁଁ ଥରେ ଅଟାରେ ପାଣି ମିଶାଇ ଦେଇଥିଲି। ଅଟା ଏତେ ପାଣିଆ ହୋଇଗଲା ଯେ ତାହା ପରଠା ହେଲା ନାହିଁ। ତେଣୁ କେବଳ ସମସ୍ତ ସାମଗ୍ରୀକୁ ଏକାଠି ମିଶାଅ ଏବଂ ତାପରେ ଗୋଟିଏ ପରେ ଗୋଟିଏ ଗୁଳା କରି ପରଟା ତିଆରି କରିବା ଆରମ୍ଭ କରିବ। ଏହା ବହୁତ ସରଳ। ଏହା ଶୁଣି ତାଙ୍କ ନଣନ୍ଦ ବହୁତ ଖୁସି ହୋଇଗଲେ। ସେ କହିଲେ, ବାଃ ଭାଉଜ, ତୁମେ ଅତୁଳନୀୟ। ମୁଁ କେବେ ଟ୍ରାଏ କରିବି। ସେମାନେ ବହୁତ ସମୟ ଧରି କଥାବାର୍ତ୍ତା କରୁଥିଲେ। ସେତେବେଳେ ଚମ୍ପା ଦେବୀ ଡାକିଲେ, ଦିଶା, ମୁଁ ମୋର ଔଷଧ ପାଉନାହିଁ, ଆସିଲୁ ଏବଂ ଖୋଜିଦେବୁ। ଦିଶା ତାଙ୍କ କୋଠରୀକୁ ଗଲେ। ଚମ୍ପା ଦେବୀ ତାଙ୍କ ବୋହୂ ଏବଂ ଝିଅକୁ ଅତି ନିକଟତର ହେବାର ପସନ୍ଦ କରୁନଥିଲେ, କିନ୍ତୁ ଭାଉଜ ଏବଂ ନଣନ୍ଦଙ୍କ ମଧ୍ୟରେ ବହୁତ ପ୍ରେମପୂର୍ଣ୍ଣ ସମ୍ପର୍କ ଥିଲା ଏବଂ ଦିଶା ଏପରି ପ୍ରେମପୂର୍ଣ୍ଣ ଭାଉଜ ପାଇଁ ବହୁତ କୃତଜ୍ଞ ଥିଲେ। ସୁମନ ଏବଂ ସୌମ୍ୟଙ୍କ ବିବାହ ଏକ ପ୍ରେମ ବିବାହ ଥିଲା। ସୁମନର ପରିବାର ଆର୍ଥିକ ଦୃଷ୍ଟିରୁ ଭଲ ନଥିଲା, ସେଥିପାଇଁ ଶାଶୁ ତାଙ୍କୁ ପସନ୍ଦ କରୁନଥିଲେ। ସେ ଚାହୁଁଥିଲେ ଯେ ସୌମ୍ୟ ଏକ ଧନୀ ପରିବାରର ଝିଅକୁ ତାଙ୍କ ବୋହୂ ଭାବରେ ଆଣୁ, କିନ୍ତୁ ସୌମ୍ୟଙ୍କ ଜିଦ୍ ଯୋଗୁଁ ତାଙ୍କୁ ରାଜି ହେବାକୁ ପଡ଼ିଲା। କିନ୍ତୁ ଏବେ ସେ ସବୁବେଳେ ତାଙ୍କ ବୋହୂ ସହିତ ମତଭେଦ କରୁଥିଲେ। ଗୋଟିଏ ବର୍ଷ ପରେ ଦିଶା ତାଙ୍କ ପାଠପଢ଼ା ସମାପ୍ତ କରି ଜବ୍ କରିବା ଆରମ୍ଭ କଲେ
ଏହି ସମୟରେ ତାଙ୍କର ବିବାହ ପ୍ରସ୍ତାବ ଆସିଲା। ପ୍ରସ୍ତାବ ଭଲ ଥିଲା, ତେଣୁ ସେମାନେ ଶୀଘ୍ର ନିର୍ବନ୍ଧ କଲେ। ନିର୍ବନ୍ଧର 2 ମାସ ପରେ ଦିଶାଙ୍କୁ ବହୁତ ଆଡମ୍ବରରେ ବିବାହ କରାଯାଇଥିଲା ଏବଂ ସେ ତାଙ୍କ ଶ୍ୱଶୁର ଘରକୁ ଚାଲିଗଲେ। ପରଦିନ ସକାଳେ ସମସ୍ତ ସମ୍ପର୍କୀୟ ଯିବାକୁ ପ୍ରସ୍ତୁତି ଆରମ୍ଭ କଲେ। ଘରଟି ସୁନାର ଆଭାସରେ ପରିପୂର୍ଣ୍ଣ ଥିଲା। ସମସ୍ତେ ବହୁତ କ୍ଳାନ୍ତ ଥିଲେ। ସୁମନ ମଧ୍ୟ ତାଙ୍କ କୋଠରୀରେ ବିଶ୍ରାମ ନେଉଥିଲେ। ଘରଟି ଏବେ ବି ବହୁତ ଅସ୍ତବ୍ୟସ୍ତ ଥିଲା, କିନ୍ତୁ ସେ ନିଷ୍ପତ୍ତି ନେଇଥିଲେ ଯେ କିଛି ସମୟ ବିଶ୍ରାମ ପରେ ସେ ଧୀରେ ଧୀରେ ଜିନିଷପତ୍ର ସଜାଡ଼ିବା ଆରମ୍ଭ କରିବେ। ଠିକ୍ ସେତିକି ବେଳେ ତାଙ୍କ ଶାଶୁ ଚିତ୍କାର କରି କହିଲେ, ହେ ଭଗବାନ, ମୁଁ ଗତକାଲି ପିନ୍ଧିଥିବା କାନଫୁଲ ଗୁଡ଼ିକ ପାଉନାହିଁ। ଏହା ଶୁଣି ପରିବାରର ସମସ୍ତ ଲୋକ ତାଙ୍କ କୋଠରୀରେ ଏକାଠି ହେଲେ। ତାଙ୍କ ସ୍ୱାମୀ କହିଲେ, ତୁମେ ନିଶ୍ଚୟ କୌଣସି ସ୍ଥାନରେ ରଖିଦେଇଥିବ, ଭଲ ଭାବରେ ଦେଖ। ସେ ଉତ୍ତର ଦେଲେ, ନା, ମୁଁ ଭାବୁଛି ମୋ ବୋହୂ ସେଗୁଡ଼ିକୁ ଚୋରି କରିଛି। ଶ୍ୱଶୁର ଆଶ୍ଚର୍ଯ୍ୟ ହୋଇ କହିଲେ, ତୁମେ କଣ କହୁଛ? ଶାଶୁ ଉତ୍ତର ଦେଲେ, ହଁ, ସେ ଗତକାଲି ରାତିରେ ମୋ କୋଠରୀକୁ ଆସି ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋ ପାଦରେ ତେଲ ମାଲିସ କରୁଥିଲା। ମୁଁ କାନଫୁଲ ଗୁଡ଼ିକ ଏଠାରେ ତକିଆ ପାଖରେ ରଖିଥିଲି। ସେ ଘରୁ ବାହାରିବା ସମୟରେ ସେ ସେଗୁଡ଼ିକୁ ନେଇଥିବ। ସେ ଏକ ଗରିବ ପରିବାରରୁ ଆସିଛି, ତେଣୁ ତାର ଉଦ୍ଦେଶ୍ୟ ନିଶ୍ଚୟ ମନ୍ଦ। ଏହା ଶୁଣି ଶ୍ୱଶୁର ତାଙ୍କୁ ଭର୍ତ୍ସନା କଲେ, ସେ ଆମର ବୋହୂ। ବୋହୂ ତୁମର କାନଫୁଲ ଚୋରି କରିବାର କଣ ଆବଶ୍ୟକତା ଅଛି? ସୌମ୍ୟ ରାଗି କହିଲେ, ମା, ମୋ ସ୍ତ୍ରୀକୁ ଏପରି ଅଭିଯୋଗ କରିବା ପୂର୍ବରୁ ତୁମେ 2 ଥର ଚିନ୍ତା କର ନାହିଁ। ସେ ପଚାରିଲେ, ତେବେ ରାତିରେ ପରୀମାନେ ମୋ କାନଫୁଲ ନେଇଯାଇଛନ୍ତି କି? ମୋ ବୋହୂ ନିଶ୍ଚୟ ସେଗୁଡ଼ିକୁ ଚୋରି କରିଥିବ। ମୁଁ ତୁମକୁ କହୁଛି, ତା କୋଠରୀକୁ ଖୋଜି ନିଅ। ସୌମ୍ୟ ରାଗିଯାଇ ଉତ୍ତର ଦେଲେ, ଏହା ସମ୍ପୂର୍ଣ୍ଣ ଭୁଲ ମା, କେହି ଖୋଜିବେ ନାହିଁ। ଶ୍ୱଶୁର କହିଲେ, ମୁଁ ତୁମ ପାଇଁ ନୂଆ କାନଫୁଲ ତିଆରି କରାଇଦେବି। କାନଫୁଲ ପାଇଁ ସମ୍ପର୍କ ନଷ୍ଟ କର ନାହିଁ। ସୁମନର ଆଖି ଲୁହରେ ଭରି ଯାଉଥିଲା ଏବଂ ସେ କହିଲା, ତୁମେମାନେ ମୋ କୋଠରୀ ଖୋଜି ନିଅ, ମୁଁ କୌଣସି କାନଫୁଲ ନେଇନାହିଁ। ଶ୍ୱଶୁର କହିଲେ, ବୋହୂ, ମୁଁ ତୁମକୁ ବିଶ୍ୱାସ କରେ। ଶାଶୁ ଉତ୍ତର ଦେଲେ, କିନ୍ତୁ ମୁଁ ଏହି ଝିଅକୁ ଆଦୌ ବିଶ୍ୱାସ କରେ ନାହିଁ। ସେ ହିଁ ନିଶ୍ଚୟ ଚୋରି କରିଥିବ। ଏତିକି କହି ସେ ତାଙ୍କ କୋଠରୀ ଆଡ଼କୁ ଚାଲିଗଲେ। ଶ୍ୱଶୁର ତାଙ୍କୁ ଅଟକାଇଲେ। ଖୋଜିବାର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ସେ ଅଟକି ନଥିଲେ ଏବଂ ତାଙ୍କ ବୋହୂଙ୍କ କୋଠରୀର ସବୁ କିଛି ଖୋଜିଥିଲେ, କିନ୍ତୁ ସେ ପାଇଲେ ନାହିଁ। ଶ୍ୱଶୁର ତାଙ୍କ ସ୍ତ୍ରୀଙ୍କ ଉପରେ କ୍ରୋଧିତ ହୋଇଗଲେ। ଠିକ୍ ସେହି ସମୟରେ ସୌମ୍ୟ ତାଙ୍କ ମାଙ୍କ କୋଠରୀରୁ ଚିତ୍କାର କରି କହିଲେ, ମା, ତୁମର କାନଫୁଲ ଏଠାରେ ପଡ଼ିଛି। ଶାଶୁ କୋଠରୀ ଭିତରକୁ ଦୌଡ଼ି ଆସିଲେ ଏବଂ ଦେଖିଲେ ଯେ ତାଙ୍କ କାନଫୁଲ ବିଛଣା ପଛରେ କାନ୍ଥରେ ଗଦା ହୋଇଥିବା ଜିନିଷ ଗୁଡ଼ିକ ମଧ୍ୟରେ ଚମକୁଛି। ସେ ଶୀଘ୍ର କାନଫୁଲକୁ ଉଠାଇଲେ। ସୌମ୍ୟଙ୍କ ମୁହଁ କ୍ରୋଧରେ ଲାଲ ହୋଇଗଲା। ସେ ଆରମ୍ଭ କଲେ, ମୋ ସ୍ତ୍ରୀ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରରୁ ଆସିପାରେ, କିନ୍ତୁ ଏହାର ଅର୍ଥ ନୁହେଁ ଯେ କେହି ତାଙ୍କୁ ଚୋରି କରିବାର ଅଭିଯୋଗ କରିବେ। ଆଜି ତୁମେ ମୋ ସ୍ତ୍ରୀଙ୍କୁ ଅଭିଯୋଗ କରି ତାଙ୍କ ସଂସ୍କାର ଉପରେ ପ୍ରଶ୍ନ ଉଠାଇଛ ଏବଂ ମୁଁ କେବେ ବି ତାହା ସହ୍ୟ କରିବି ନାହିଁ। ମୁଁ ଭାବୁଛି ଆମେ ଏକାଠି ରହିବା ପାଇଁ ଯୋଗ୍ୟ ନୁହେଁ। ଏହା ଶୁଣି ମାତା ଚମ୍ପାଦେବୀ ଆଶ୍ଚର୍ଯ୍ୟ ହୋଇଗଲେ। ସେ କେବେ କଳ୍ପନା କରିନଥିଲେ ଯେ ତାଙ୍କ ବୋହୂ ପ୍ରତି ତିକ୍ତତା ପୋଷଣ କରିବା ଦ୍ୱାରା ଏପରି ପରିଣାମ ହୋଇପାରେ। ସେ ଭୟଭୀତ ହୋଇ ପଚାରିଲେ, ତେବେ ତୁ ଆମକୁ ଘରୁ ବାହାର କରିଦେବୁ କି? ସୌମ୍ୟ ଉତ୍ତର ଦେଲେ, ନା, ମୁଁ ତୁମକୁ ଘରୁ ବାହାର କରିବି ନାହିଁ, କିନ୍ତୁ ହୁଏତ ଆମ ପାଇଁ ଦୂରେଇ ରହିବା ଭଲ, କାରଣ ତୁମେ ମୋ ସ୍ତ୍ରୀଙ୍କୁ ଆଦୌ ପସନ୍ଦ କରୁନାହଁ ଏବଂ ମୁଁ ମୋ ସ୍ତ୍ରୀକୁ ଏପରି ପରିବେଶରେ ରହିବାକୁ ଦେଇପାରିବି ନାହିଁ। କିଛି କହିବା ପୂର୍ବରୁ ଶ୍ୱଶୁର କହିଲେ, ତୁମେ ସମ୍ପୂର୍ଣ୍ଣ ଠିକ୍ କହୁଛ ପୁଅ। ଯଦି ତୋ ମା ତାଙ୍କ ବୋହୂଙ୍କୁ ପସନ୍ଦ କରନ୍ତି ନାହିଁ, ତେବେ ଏକାଠି ରହିବାର କୌଣସି ଅର୍ଥ ନାହିଁ। ଯେ ପର୍ଯ୍ୟନ୍ତ ଆମେ ଚାଲିପାରିବୁ, ଆମେ ଆମ ଜୀବନ ଆମ ଢଙ୍ଗରେ ବଞ୍ଚିବୁ ଏବଂ ତୁମେ ତୁମ ସ୍ତ୍ରୀକୁ ନେଇ ଚାଲିଯିବା ଉଚିତ। ଆଉ ଅଲଗା ରହି ମଧ୍ୟ ଆମେ ଆମର ସମ୍ପର୍କ ବଜାୟ ରଖିପାରିବୁ। ତାଙ୍କ କଣ୍ଠସ୍ୱର ଭାବପ୍ରବଣ ହୋଇ ଉଠିଲା। ସୌମ୍ୟ ମଧ୍ୟ ତାଙ୍କ ବାପା ମାଙ୍କ ଠାରୁ ଦୂରରେ ରହିବାକୁ ଚାହୁଁନଥିଲେ, କିନ୍ତୁ ଆଜି ତାଙ୍କ ମାଙ୍କ ଆଚରଣ ଦେଖି ସେ ତାଙ୍କ ସ୍ତ୍ରୀ ପାଇଁ ବହୁତ ଭୟଭୀତ ଥିଲେ। ଭୟ କରୁଥିଲେ ଯେ ସେ ହଠାତ୍ ତାଙ୍କ ଉପରେ କିଛି ଦୋଷାରୋପ ପୁଣି କରିପାରନ୍ତି। ତାଙ୍କ ସ୍ତ୍ରୀ ପ୍ରତିଦିନ ଏପରି ଶ୍ୱାସରୁଦ୍ଧ ଜୀବନ ବିତାଉଥିବାର ସେ ସହ୍ୟ କରିପାରିଲେ ନାହିଁ। ତେଣୁ ସେ କଠୋର ପଦକ୍ଷେପ ନେଲେ ଏବଂ ସହରରେ ଏକ ଫ୍ଲାଟ ଭଡ଼ା ନେଲେ, ଯେଉଁଠାରେ ସ୍ୱାମୀ ଏବଂ ସ୍ତ୍ରୀ ଆରାମରେ ରହିବା ଆରମ୍ଭ କଲେ। ଚମ୍ପା ଦେବୀ ପୁଣି ଥରେ ଘରର କାମ ବୋଝ ଉପରେ ପଡ଼ିଗଲେ, କିନ୍ତୁ ସେ ନିଜେ ତାଙ୍କ ବୋହୂ ସହିତ ତାଙ୍କର ସମ୍ପର୍କ ନଷ୍ଟ କରିଦେଇଥିଲେ ଏବଂ ବର୍ତ୍ତମାନ ସେ ଏହାର ପରିଣାମ ଭୋଗୁଥିଲେ।
बंधुगण परिवार रे समानता एवं सम्मान रु खुशी आसे। जणे बहु को अपरिचित व्यक्ति भाव रे व्यवहार करी अपमान करिबा तांको केवल दुखी करे नाही बरम घरर परिवेश को मध्य नष्ट करे। जेतेबेले बड़ माने तांको बहु को बुझावणा एवं न्याय सहित समर्थन करती परिवारर सम्मान एवं मर्यादा बजाय रहे। तेणु बंधुगण जदि आपणकू एही कहानीटी पसंद आसी दयाकरी मंतव्य दियंतु एवं नूतन कहानी पाई फ्रेंडली ममता वॉइस को सब्सक्राइब करंतु। रहुची धन्यवाद, नमस्कार, जय जगन्नाथ।